ହଉ ପିଲାମାନେ ଆମେ ଆଜି ରେଖାଖଣ୍ଡ ପଢିବା। ଆଚ୍ଛା ତମର ଗଣିତରେ ଅଛି ନାଇଁ କି? ତମେ ରେଖାଖଣ୍ଡ କଣ ଜାଣିଛ? ଜାଣିନ ନା? ତାହେଲେ ଆମେ ଆଜି ରେଖାଖଣ୍ଡ ବିଷୟରେ ଜାଣିବା ହେଲା। ଆଚ୍ଛା ଦେଖିଲ ଏଇଟା ଗୋଟେ କଣ କହିଲ? ଗୋଟେ କାଗଜଟେ ନାଇଁ କି? କାଗଜଟେ ନାଇଁ କି? ଏଇଟା ଆୟତାକାର ହେଇପାରେ କିମ୍ବା ଗୋଟେ କାଗଜଟେ। ଆଚ୍ଛା ଦେଖ ଏଇ କାଗଜଟାକୁ ମୁଁ କଣ କଲି ନା ମଝିରୁ ଭାଙ୍ଗିଦେଲି ନା? ଏଇଟା ଗୋଟେ ଭାଙ୍ଗ ପଡିଗଲା ନା? ଏଇ ଯୋଉ ଭାଙ୍ଗଟା ଦେଖିପାରୁଛ ଏଇ ଭାଙ୍ଗରେ, ଏଇ ଯୋଉ ଭାଙ୍ଗଟା ଆମେ ଗୋଟେ ତାକୁ ରେଖାଖଣ୍ଡ ବୋଲି କହିପାରିବା। ବୁଝିପାରିଲ? ଆଚ୍ଛା ବର୍ତ୍ତମାନ ମୁଁ ଯେମିତି ଭାଙ୍ଗିଛି ତମେ ସେମିତି ଗୋଟେ କାଗଜରେ ରେଖାଖଣ୍ଡ ତିଆରି କଲ। ଏମିତି ଭାଙ୍ଗିକିରି ମୁଁ କେମିତି ଭାଙ୍ଗିକି ରେଖାଖଣ୍ଡ ତିଆରି କଲି ସେମିତି ତମେ ଗୋଟେ ଭାଙ୍ଗିକି ରେଖାଖଣ୍ଡ ତିଆରି କର। ରେଖାଖଣ୍ଡ କୋଉଟା ଦେଖା ତାହେଲେ ଖୋଲିକି ଦେଖା ରେଖାଖଣ୍ଡ କୋଉଟା? ଭେରି ଗୁଡ୍। ବୁଝିପାରିଲ ସମସ୍ତେ ପିଲେ? ତାହେଲେ କାଗଜରେ ଏଇଟା ହଉଛି ରେଖାଖଣ୍ଡ ହେଲା। ଆଚ୍ଛା ଆସିଲ ଦି ଜଣ ଏଇଟାକୁ ଧର। ଆଚ୍ଛା ଏମିତି ହାଲକାରେ ଧରିଛନ୍ତି ପିଲା ଦେଖିଲ, ଏମାନେ ହାଲକାରେ ଧରିଛନ୍ତି ହେଲା। ଏଇ ଯୋଉ ଦଉଡ଼ିଟା ଏଇଟା କଣ ହେଇକି ଅଛି? ବଙ୍କା ହେଇକି ଅଛି। ଆକୁ ଆମେ ରେଖାଖଣ୍ଡ କହିବା? କହିବାନି। ଆକୁ ଆମେ କଣ କହିବା? ବକ୍ର ରେଖା ବୋଲି କହିବା। ଆଚ୍ଛା ତମେ ପୁରା ସିଧା ହେଇକି ଟାଣିକି ଧରିଲ। ଆଚ୍ଛା ବର୍ତ୍ତମାନ ଦେଖିଲ ଯଦି ଏଇ ଦିଟା ବିନ୍ଦୁ ହୁଏ ଆଉ ଏଇଟା ଟଣା ହେଇକି ଧରାଗଲା, ଏଇଟା ଆମେ ଯଦି ଗୋଟେ ଗାର ପକେଇଦବା ବା ଏଇଟାକୁ ଏଇ ସେପ୍ଟାକୁ ଆମେ ରେଖାଖଣ୍ଡ କହିବା ହେଲା। ତାହେଲେ ରେଖାଖଣ୍ଡ କଣ ବୁଝିଲ? ଏ ରେଖାଖଣ୍ଡର ଏଇ ବିନ୍ଦୁ ଆଉ ଏଇଟା ଦିଟା କଣ ଥାଏ? ପ୍ରାପ୍ତ ବିନ୍ଦୁ ଥାଏ ହେଲା। ଆଉ ଏପଟକୁ ଯିବନି ସେପଟକୁ ଯିବନି ଏତିକି। ତେଣୁ ଏଇଟାକୁ ଆମେ କହିବା ରେଖାଖଣ୍ଡ। ଏଇଟା ସିଧା ଭାବରେ ମଧ୍ୟ ଅଛି। ଦରକାର ପଡ଼ିଲେ ଆମେ ଏଇଟାକୁ ସ୍କେଲରେ ମାପି ପାରିବା ହେଲା। ଠିକ ଅଛି ଆକ୍ଟିଭିଟି କରିବା ହେଲା। ଆଚ୍ଛା ତମ ପାଇଁ ଏଠି କିଛି ଜିନିଷ ଥୁଆ ହେଇଛି। ଏଠି କେତେ ପ୍ରକାର ଜିନିଷ ଥୁଆ ହେଇଛି ଦେଖିଲ। ଆ ଭିତରୁ ଆମର କିଛି ଜିନିଷକୁ ସ୍କେଲରେ ମାପି ହବ, ଆଉ କିଛି ଜିନିଷକୁ ଆମେ ସ୍କେଲରେ ମାପି ପାରିବାନି ହେଲା। ତାର ସେପକୁ ଚେଞ୍ଜ କରିବାନି, ଯାହା ଅଛି ସେଇଆ। ତାହେଲେ ଆମେ କେତେଟା ଜିନିଷକୁ ସ୍କେଲରେ ମାପି ପାରିବା ଆଉ କେତେଟା ଜିନିଷକୁ ସ୍କେଲରେ ମାପି ପାରିବାନି। ଆଚ୍ଛା ଝିଅ ଆଞ୍ଚଲ ଆସିଲୁ, ତୁ ଆ ଭିତରେ ବାଛିଲୁ କୋଉ ଜିନିଷ ଗୁଡ଼ିକ ସ୍କେଲରେ ମାପି ହବ ତାକୁ ଅଲଗା କର, ଆଉ ଯୋଉଟାକ ବାଛି ହବନି ତାକୁ ଅଲଗା କରିଦିଅ। ହେଲା ନା? ଆଚ୍ଛା ପିଲେ ସମସ୍ତେ ଦେଖିଲ ସେ ଠିକ କଲା? ଠିକ କରିଛି ନା? ଏଇଟା ଆକ୍ଚୁଆଲି ବାଛିନି ଆଉ ଗୋଟେ ରହିଯାଇଛି, ଏଇଟା ବି ହବ ନାଇଁ କି? ଠିକ ଅଛି ବର୍ତ୍ତମାନ ଦେଖିଲ ସମସ୍ତଙ୍କର ଠିକ ହେଲା। ତାହେଲେ ଯେତକ ବାଛି ଦେଲା ସେତକ ରେଖାଖଣ୍ଡର ଆମେ ତାର ଦୈର୍ଘ୍ୟ ମାପି ପାରିବା ନାଇଁ କି? ତାକୁ ଆମେ ରେଖାଖଣ୍ଡର ଗୋଟେ ଆକାର ମଧ୍ୟ କହିପାରିବା। ଆଉ ଏଗୁଡ଼ିକ ରେଖାଖଣ୍ଡ ହେଇପାରିବନି, ଆମେ ତାକୁ ସ୍କେଲରେ ମାପି ପାରିବାନି ନା, ତେଣୁ ହେଇପାରିବନି। ତାହେଲେ ଆ ଦେହରେ କଣ କଣ ହେଲା ନା ସ୍କେଲ ହେଇପାରିବ, ଆଇସ୍କ୍ରିମ ଇଏ କାଠି ହେଇପାରିବ, ତାପରେ ଏଇଟା ଗୋଟେ କଲର ହେଇପାରିବ, ଏଇଟା ଗୋଟେ ମଧ୍ୟ ପ୍ଲାଷ୍ଟିକର ପାଇପ୍ ଷ୍ଟିକଟେ ହେଇପାରିବ, ତାପରେ ଇଏ ମଧ୍ୟ ଗୋଟେ କାଠିଟେ ଏ ବି ହେଇପାରିବ, ଧୂପକାଠି କାଠି ମଧ୍ୟ ହେଇପାରିବ ହେଲା। ପିଲେ ବୁଝିପାରିଲ? ତାହେଲେ ଯୋଉଗୁଡାକ ସିଧା ଭାବରେ ଏବଂ ଏଠି ତାର ଯୋଡ଼େ ଆଦ୍ୟ ବିନ୍ଦୁ ଏବଂ ପ୍ରାନ୍ତ ବିନ୍ଦୁ ମଧ୍ୟ ଅଛି ନୁହେଁ କି? ତେଣୁ ଆକୁ ଆମେ ମାପି ପାରିବା। ବୁଝିପାରିଲ? ଠିକ ଅଛି ଆଉ ଗୋଟେ ଆକ୍ଟିଭିଟି କରିବା ନାଇଁ କି? ଆକ୍ଟିଭିଟି 4 କରିବା। ମୁଁ କଣ କରିଛି ଆ ଭିତରେ କେତେ ଗୁଡ଼ିଏ ଗାର ଟାଣିଛି, କିଛି ସିଧା ଗାର ଟାଣିଛି, ହୁଏତ କିଛି ବଙ୍କା ଗାର ଟାଣିଛି। ଏଇ ଗାର ଭିତରୁ ଆମେ ବାଛିବା କୋଉ ଗୁଡ଼ିକ ରେଖାଖଣ୍ଡ ହେଇପାରିବ ବା କାହାକୁ ଆମେ ସ୍କେଲରେ ମାପି ପାରିବା। ଆଚ୍ଛା ଜଗନ୍ନାଥ ତମେ ଆସ ଦେଖେଇଲ କୋଉ ଗୁଡ଼ାକ ରେଖାଖଣ୍ଡ ହେଇପାରିବ ଆ ଭିତରୁ। ନା ଏଇ ସମ୍ପୂର୍ଣ୍ଣ ସେଟ୍ ହେଲେ ଏଇଟା ହବନି ହେଲା। ତାହେଲେ କୋଉଟା ହବ ହେଲା ସମସ୍ତେ ଏଥିରେ ଏକମତ?
ताले ए तीनटा होची रेखाखंड हैना आ अन्य गुडा होची वक्ररेखा वक्ररेखा को हम स्केल रे मापी परिबनी ताकू सूता सहायता रे मापिबा को बा माप फीता सहायता रे मापिबा को पड़िबो हैना एक्टिविटी करबा देखो मु ब्लैक बोर्ड रे तम पई गोटे बिंदु ग्रिड तयारी कर देछि कोन तयारी करछि बिंदु ग्रिड हैला आमे बिंदु ग्रिड रो जे कोनोसी दीटा बिंदु को नै पाखा पाखी हो किबा दूर को हो किंतु एक सरल रेखा रे रहउबो हैला रहउबो जति आमे जे कोनोसी दीटा बिंदु को नै कि गोटे गोटे रेखाखंड आसा अभी बापू बड़े तो ये गाड़ी वाला देखा लियो केतेटा पिला हमर रेखाखंड टाणिले हैला दीटा प्राप्त बिंदु को नै रेखाखंड टाणिले वर्तमान आमे टाणिबा आउथरे वक्ररेखा सेई दीटा प्राप्त बिंदु थाई पारे किंतु वक्ररेखा आसो वक्ररेखा टाण सेई बिंदु ग्रिड रे तापरे साई कृष्णा नेक्स्ट वर्तमान आमे जानि परले रेखाखंड हम चिन्हि पाउचे आमे वर्तमान रेखाखंड को टाणीबा सिखिबा हैला तुमको रेखाखंड तो टाणी आसीबो कोथरा बिका टाणीबा ना स्केल रे टाणीबा नै कि अच्छा गणेश गणेश आसिलो नियो चक नियो वर्तमान तमे गोटे रेखाखंड टाणीबो आमे जते बडे रेखाखंड टाणीबा सेते बडे तार दीटा प्रांत बिंदु रहिबो हैला दुई पटे दीटा प्राप्त बिंदु रहिबो दीटा प्राप्त बिंदु रहिला वर्तमान से दीटा प्राप्त बिंदु रो नाम दबा बिंदु रो नाम दिया हला क आउ ख ताले ए रेखाखंड रो नाम कोन क ख रेखाखंड आकु हम मध्य कहि परिबा मध्य एटा को रेखाखंड ना क ख रेखाखंड बुझि परले तो एमति दिया हुए हैला गोटे गारो रेखाखंड रो नाम कोन ना क ख रेखाखंड वर्तमान तमे आइस्मिता आस आउट रेखाखंड टाण तमे जाओ देखो केम टाणा हो देखो तापरे बिंदु दिया हला जेहेतु रेखाखंडर दीटा प्राप्त बिंदु थाए तेणु दीटा जाक प्राप्त बिंदुर ना कौन देला से च छ बर्तमान यही रेखाखंडर नामकरण केमिति करबा लेख मु जेमति लेखिले एठी सेमति लेख नामकरण कोन करबा हला वेरी गुड ठीक है ना जानि पल्ला ना थरो ताले दीटा रेखाखंड हला क क रेखाखंड आउ च छ रेखाखंड अच्छा प्रथमे क क रेखाखंड मापिला बेले प्रथमे क बिंदु को शून्य रखा ख बिंदु जोटी जीव छ रही से रेखा को 6 सेंटीमीटर हम लेखिया 6 सेंटीमीटर सेमिया प फ रेखाखंड करिया प फ रेखाखंड प शून्य रखिया आउ फ लास्ट जोटी अच्छी से करिया ये हूँ 6.7 सेंटीमीटर सेमती छर करिया च बिंदु रे शून्य रखिया 6 लास्ट कोठी अच्छी 9.7 टी लेखिया एठी अच्छा मु तुम मानू देइची केतेटा धूपकाठी काठी देइची नै धूपकाठीर काठी दियासिली काठी देइची नै कि आ गोटे बोर्ड देइची तमे आमे ए जो धूपकाठी
କାଠିଟା ହଉଛି ଗୋଟେ ରେଖାଖଣ୍ଡ, ଦିଆସିଲି କାଠି ଗୋଟେ ରେଖାଖଣ୍ଡ। ଆମେ ଏଇ କାଠି ସାହାଯ୍ୟରେ ବିଭିନ୍ନ ପ୍ରକାର କ୍ଷେତ୍ର ତିଆରି କରିବା। ତ୍ରିଭୁଜ, ଆୟତକ୍ଷେତ୍ର, ପଞ୍ଚଭୁଜ, ତାପରେ ଏଇଠି ମାଛ, ଘର, ଆଉ କେତେ ଗୁଡ଼ିଏ ଇଂଲିଶ ଆଲଫାବେଟ, ନୁହେଁ କି? ଆଚ୍ଛା ସୌମ୍ୟ, ତମେ କୋଉଟା ତିଆରି କଲ ଆ ଭିତରୁ? ଏଟା ତିଆରି କଲ ନାଇଁ କି? ସେଟା କଣ? ଗୁଡ଼ି ତିଆରି କରିଛ। ସାଇକ୍ରିଷ୍ଣା, ତମେ କୋଉଟା ତିଆରି କରିଛ ଆଦରୁ? ଘରଟା। ତାପରେ ଗଣେଶ, ତମେ କୋଉଟା ତିଆରି କରିଛ? ଡବ୍ଲୁ। ତାପରେ ତମେ କୋଉଟା କରିଛ? ଏ, ନାଇଁ କି? ଏ ରେ କେତେଟା ରେଖାଖଣ୍ଡ ଲାଗିଛି? 3ଟା ଲାଗିଛି, ନାଇଁ କି? ଆଚ୍ଛା ଆୟୁଷ୍ମିତା, ତମେ କୋଉଟା କରିଛ? ସେଇଟା ଗୋଟେ କେତେ କୋଉ ଭୁଜ କ୍ଷେତ୍ର? 1 2 3 4 5 6, ନାଇଁ କି? ଷଡ଼ଭୁଜ। ଆଚ୍ଛା ତମେ କୋଉଟା କରିଛ? ତ୍ରିଭୁଜ, ନାଇଁ କି? ତାହେଲେ ଆମେ ଏମିତି ଭାବରେ ବିଭିନ୍ନ ପ୍ରକାର ଯୋଉ ରେଖାଖଣ୍ଡ ଟାଇପର ଧୂପକାଠି, ଆଉ ଧୂପକାଠିର କାଠି, ଦିଆସିଲି କାଠି, ଆଉ ତାର ଏସବୁକୁ ବ୍ୟବହାର କରିକି ଆମେ ବିଭିନ୍ନ ପ୍ରକାର ସେପ୍ ତିଆରି କରିବା ହେଲା। ତମେ ଆଉ ଘରେ ମଧ୍ୟ ବହୁତ ପ୍ରକାର ସେପ୍ ତିଆରି କରିବ ହେଲା। ପିଲେ ଦେଖିଲ, ତମ ପାଇଁ ଏଇ ଟାଇପର କେତେଟା ଖେଳ ଦେଇଛି, ନାଇଁ କି? ଖେଳ ଜିନିଷ ଏଇଟା 2 ଜଣ ଖେଳି ପାରିବେ, ସେମିତି କେତେଟା ଅଛି 3 ଜଣ ଖେଳି ପାରିବେ, କେତେଟା ଅଛି 4 ଜଣ ଖେଳି ପାରିବେ। ଆମେ କଣ କରିବା? ବୋତଲ ଠିପି ସବୁ ଥୋଇବା ଗୋଟେ ଗୋଟେ ଜାଗାରେ ହେଲା। 2 ଜଣ ପିଲା ଖେଳିଲେ 2 ପ୍ରକାର କଲରର ଥୋଇବା। ଆର ରୁଲ କଣ ନା, ଆମେ ଗୋଟେ ସ୍ଟେପ ଯାଇପାରିବା, ମାନେ ଗୋଟେ ରେଖାଖଣ୍ଡ ଗୋଟେ ପ୍ରାନ୍ତ ବିନ୍ଦୁରୁ ଆଉ ଗୋଟେ ପ୍ରାନ୍ତ ବିନ୍ଦୁକୁ ଆମେ ଯିବା ହେଲା। ଆଚ୍ଛା ଯଦି ଏଇଟା ବି ଗୋଟେ ପ୍ରାନ୍ତ ବିନ୍ଦୁ ହେଇପାରିବ, ଏଇଟା ବି ହେଇପାରିବ, ଏଇଟା ବି ଗୋଟେ ହେଇପାରିବ। ଆଚ୍ଛା ଯଦି ଆମେ ଏଠୁ ଏଠିକି ଗଲା ବେଳେ ବାଟରେ ତମ ଶତ୍ରୁର ବିନ୍ଦୁଟା ରହିଲା, ତାହେଲେ ତମେ କଣ କରିବ? ଏଠୁ ଏଠା କଣ ଯାଇପାରିବ? ଏଇ ଶତ୍ରୁର ବିନ୍ଦୁଟାକୁ ତମର ହେଇଗଲା, ତମେ ଏଇଠି ଗୋଟେ ପଜିଟିଭ ପଏଣ୍ଟ ପାଇଲ। ତମର ଗୋଟେ ଠିପି ହେଲା ମାନେ ତମେ ଗୋଟେ ପଜିଟିଭ ପଏଣ୍ଟ ପାଇଲ ହେଲା। ଏଇ ହିସାବରେ ଆମେ ଖେଳିବା ହେଲା। साइज कर दो।